ବନ୍ଧୁଗଣ, ଘରକୁ ଗାଈ ଆସିବା ଦ୍ୱାରା କ'ଣ ହୋଇଥାଏ? ବନ୍ଧୁଗଣ, ଏକ ସମୟର କଥା ଅଟେ। ଧନର ଦେବୀ ଲକ୍ଷ୍ମୀ ନିଜ ଆସନରେ ବିରାଜମାନ ଥିଲେ। ସେହି ସମୟରେ ଆକାଶ ମାର୍ଗରୁ ନାରାୟଣ ନାରାୟଣ ଜପ କରି ଦେବର୍ଷି ନାରଦ ସେଠାରେ ଉପସ୍ଥିତ ହେଲେ। ଦେବର୍ଷି ନାରଦଙ୍କୁ ଦେଖି ଦେବୀ ଲକ୍ଷ୍ମୀ କହିଲେ, ଆସନ୍ତୁ ଦେବର୍ଷି ନାରଦ, ଆପଣଙ୍କୁ ଏଠାରେ ସ୍ୱାଗତ। କୁହନ୍ତୁ, ଆଜି ପୁଣି ଏଠାକୁ କେଉଁ ପ୍ରୟୋଜନରେ ଆସିବାକୁ ହେଲା? ଦେବର୍ଷି ନାରଦ ଦେବୀ ଲକ୍ଷ୍ମୀଙ୍କୁ ପ୍ରଣାମ କଲେ ଓ କହିଲେ, ହେ ଦେବୀ, ଆଜି ଯେବେ ମୁଁ କଳିଯୁଗରେ ଭ୍ରମଣ କରୁଥିଲି, ତେବେ ଏପରି କିଛି ଦୃଶ୍ୟ ଦେଖିଲି ଯାହା ମୋରି ମନକୁ ବହୁ ବିଚଳିତ କରୁଅଛି। ହେ ଦେବୀ, ସେହି ଦୃଶ୍ୟ ଦେଖି ମୋରି ମନରେ କିଛି ପ୍ରଶ୍ନ ଉଙ୍କି ମାରୁଛି। ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଆପଣ ବିଚଳିତ ହୁଅନ୍ତୁ ନାହିଁ। ଆପଣଙ୍କ ମନରେ ଯେଉଁ ବି ପ୍ରଶ୍ନ ରହିଛି ତାହା ନିଃସଙ୍କୋଚ ହୋଇ ପଚାରନ୍ତୁ। ମୁଁ ଆପଣଙ୍କୁ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ସନ୍ତୁଷ୍ଟ କରିବାର ପ୍ରୟାସ ଅବଶ୍ୟ କରିବି। ଦେବର୍ଷି ନାରଦ କହିଲେ, ହେ ଦେବୀ, ମୁଁ ଦେଖିଲି କି ଗୋମାତା ମନୁଷ୍ୟଙ୍କ ଘରର ଦ୍ୱାର ପାଖରେ ନିଜର ହମ୍ବାରଡ଼ି ଦେଉଥିଲେ। ଏହା ସହ ମନୁଷ୍ୟମାନେ ଗୋମାତାକୁ ଫୁଲ ଚନ୍ଦନ ଦେଇ ପୂଜନ କରୁଥିଲେ। ଏହି କାରଣରୁ ହେ ଦେବୀ, ମୋରି ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି କି ଘରକୁ ଗାଈ ଆସିବା ଦ୍ୱାରା କ'ଣ ହୋଇଥାଏ? ଘରକୁ ଗାଈ ଆସିବା ଦ୍ୱାରା କ'ଣ ମନୁଷ୍ୟଙ୍କ ଭାଗ୍ୟ ବଦଳି ଯାଇଥାଏ? ଏହାଛଡ଼ା ଯେଉଁ ଘରକୁ ଗାଈ ଯାଇଥାଏ ସେହି ଘରେ କ'ଣ ପ୍ରଭାବ ପଡ଼ିଥାଏ? ହେ ଦେବୀ, ଏହିସବୁ ପ୍ରଶ୍ନର ଉତ୍ତର ଦେଇ ମୋତେ ସନ୍ତୁଷ୍ଟ କରିବାର ପ୍ରୟାସ ଅବଶ୍ୟ କରନ୍ତୁ। ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଆପଣଙ୍କ ଏହି ପ୍ରଶ୍ନ ସମସ୍ତ ମାନବ ଜାତି ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। କିନ୍ତୁ ହେ ଦେବର୍ଷି ନାରଦ, ମୁଁ ଆପଣଙ୍କୁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ଆଗରୁ କିଛି କଥା କହିବି, ଯାହାକୁ ଆପଣ ମନ ଧ୍ୟାନ ଦେଇ ଶେଷ ଯାଏଁ ଅବଶ୍ୟ ଶୁଣନ୍ତୁ। କାରଣ ଅଧା ଅଧୁରା ଜ୍ଞାନ ସର୍ବଦା ବିଷ ସହ ସମାନ ହୋଇଥାଏ। ଯିଏ ବି ଏହି କଥାକୁ ପୁରା ମନ ଧ୍ୟାନ ଦେଇ ଶେଷ ଯାଏଁ ଶୁଣି ନେଇଥାଏ, ତାରି ଉପରେ ଗୋମାତାଙ୍କ କୃପା ଓ ମୋରି ଆଶୀର୍ବାଦ ସର୍ବଦା ବନି ରହିଥାଏ। ଦେବର୍ଷି ନାରଦ କହିଲେ, ହେ ଦେବୀ, ଆପଣ କଥା ଶୁଣାଇବା ଆରମ୍ଭ କରନ୍ତୁ। ମୁଁ ଏହାକୁ ଅବଶ୍ୟ ଧ୍ୟାନପୂର୍ବକ ଶେଷ ଯାଏଁ ଶୁଣିବି। ଦେବୀ ଲକ୍ଷ୍ମୀ କଥା ଶୁଣାଇବା ଆରମ୍ଭ କଲେ। ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ହିନ୍ଦୁ ଧର୍ମରେ ଗାଈର ବହୁତ ସମ୍ମାନ ରହିଛି। ଗାଈକୁ ମାଙ୍କ ସମ୍ମାନ ମାନିକରି ପୂଜା କରାଯାଇଥାଏ। ଗାଈ ମଧ୍ୟରେ 34 କୋଟି ଦେବୀ ଦେବତାଙ୍କ ବାସ ମାନା ଯାଇଥାଏ। ଏପରି ମାନା ଯାଇଥାଏ କି ଆପଣ ଯଦି ଗାଈଙ୍କ ପୂଜା କରି ନିଅନ୍ତି, ତେବେ ସବୁ ଦେବୀ ଦେବତାଙ୍କ ପୂଜା ହୋଇଯାଏ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ଗାଈର ଘରକୁ ଆସିବା ଦ୍ୱାରା କିଛି ସଂକେତ ମିଳିଥାଏ। ଆପଣଙ୍କ ଘରର ଆଗରେ କିମ୍ବା ଅଗଣାରେ ଗାଈ ବିନା ଡାକରାରେ ଆସିଯାଏ, ତେବେ ବୁଝି ନିଅନ୍ତୁ କି ଏହା ବହୁତ ହିଁ ଶୁଭ ଅଟେ। ଏହା ଆପଣଙ୍କ ଜୀବନରେ ଆସିବାକୁ ଥିବା ସଙ୍କଟକୁ ଦୂର କରିଥାଏ। ଏହା ଏହି କଥାକୁ ଦର୍ଶାଇଥାଏ କି ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ରହିଛି, ଯାହାକୁ ଗାଈ ଦୂର କରିବା ପାଇଁ ଆସିଛି। ଆପଣଙ୍କ ଘରେ ସକାରାତ୍ମକ ଉର୍ଜାର ନିବାସ ରହିଛି ତ ଗାଈ ଆପଣଙ୍କ ଏଠାକୁ ଆସିବ। ଯଦି ଗାଈ ଆସି ହମ୍ବାରଡ଼ି କରିବାରେ ଲାଗେ, ତେବେ ଏହା ବୁଝି ନିଅନ୍ତୁ କି ଆପଣଙ୍କ ଘରେ ଦିବ୍ୟ ଉର୍ଜା ରହିଛି। ଗାଈର ଘରକୁ ଆସିବା ପରେ ତାକୁ ରୁଟି ନିଶ୍ଚିତ ଖାଇବାକୁ ଦିଅନ୍ତୁ। ସେ ଯଦି ଖାଲି ପେଟରେ ଫେରିଯାଏ, ତେବେ ଏହାକୁ ବହୁତ ଅଶୁଭ ମାନା ଯାଇଥାଏ। ଯଦି ଗାଈ ଆପଣଙ୍କ ଘରକୁ ଆସି ରୁଟି ନ ଖାଇକରି ଯାଏ, ତେବେ ଏହା ବୁଝି ନିଅନ୍ତୁ କି ଘର ଉପରକୁ କୌଣସି ବଡ଼ ଅସୁବିଧା ଆସିବାକୁ ଯାଉଅଛି। ଗାଈ ଯଦି ରୁଟି ଖାଇନିଏ, ତେବେ ବୁଝି ନିଅନ୍ତୁ କି ଆପଣଙ୍କ ଘରର ଆସିବାକୁ ଥିବା ସଙ୍କଟ ଚାଲିଗଲା। ଯଦି ଆପଣଙ୍କୁ ଘରୁ ବାହାରିବା ସମୟରେ ହିଁ କିମ୍ବା ଶୀଘ୍ର ରାସ୍ତାରେ ଗାଈର ଦର୍ଶନ ହୋଇଯାଏ, ତେବେ ଏହା ଏକ ଶୁଭ ସଂକେତ ଅଟେ। ଗାଈକୁ ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଇଥାଏ। ଏହି କାରଣରୁ ଏହି ସଂକେତର ଅର୍ଥ କି ଶୀଘ୍ର ହିଁ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଅଛି। ଏହା ସହ ଅଟକି ରହିଥିବା ସବୁ କାର୍ଯ୍ୟ ପୁରା ହେବାକୁ ଯାଉଅଛି। ସକାଳୁ ଉଠିବା ମାତ୍ରେ ହିଁ ଯଦି ଗୋମାତାର ଦର୍ଶନ ହୋଇଯାଏ, ତେବେ ଏହା ଶୁଭ ହୋଇଥାଏ। କୁହାଯାଇଥାଏ କି ଏପରି ଦର୍ଶନ କରିବା ଦ୍ୱାରା କୌଣସି ମନୁଷ୍ୟର ଅକାଳ ମୃତ୍ୟୁ ହୋଇନଥାଏ। ଏପରି ବି କୁହାଯାଇଥାଏ କି ଗୋମାତାର ପାଦରେ ସମ୍ପୂର୍ଣ୍ଣ ତୀର୍ଥସ୍ଥଳର ବାସ ହୋଇଥାଏ। ପ୍ରତିଦିନ ଗୋମାତାର ପୂଜା କରିବା ଦ୍ୱାରା ସବୁ କଷ୍ଟରୁ ମୁକ୍ତି ମିଳିଥାଏ। ଗାଈକୁ କ୍ଷତ ପହଞ୍ଚାଉଥିବା ବ୍ୟକ୍ତି ଜୀବନରେ କେବେ ଖୁସି ରହିନଥାଏ। ଗୋମାତାକୁ ଲାତ ମାରୁଥିବା ଲୋକର ଅକାଳ ମୃତ୍ୟୁ ହେବାର ସମ୍ଭାବନା ବଢ଼ି ଯାଇଥାଏ। ପୁଣି ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଯଦି ଘରୁ ବାହାରିବା ସମୟରେ ଆପଣଙ୍କୁ ଗାଈର ଶବ୍ଦ ଶୁଣାଇ ଦିଏ, ତେବେ ଆପଣ କାର୍ଯ୍ୟରେ ସଫଳ ହେବାର ସମ୍ଭାବନା ବଢ଼ି ଯାଇଥାଏ। ଗୋମାତା ଦ୍ୱାର ପାଖରେ ଆସି ଛିଡ଼ା ହେବା ବହୁତ ଶୁଭ ସଂକେତ ଅଟେ। ଏପରି ମାନା ଯାଇଥାଏ କି ଭଗବାନ ସବୁ ଭୁଲକୁ କ୍ଷମା କରି ଦେଇଛନ୍ତି। ଏପରି ମଧ୍ୟ ମାନ୍ୟତା ରହିଛି କି
ଯେଉଁ ଘରେ ଗାଈର ବାସ ହୋଇଥାଏ ସେଠାରେ ମା ଲକ୍ଷ୍ମୀଙ୍କ କୃପା ସଦୈବ ବନି ରହିଥାଏ। ଯଦି ସକାଳୁ ସକାଳୁ ଘରର ଦ୍ୱାର ଉପରେ ଆସି ଗାଈ ଗୋବର କରିଯାଏ, ତେବେ ବୁଝି ନିଅନ୍ତୁ କି ଆପଣଙ୍କ ଘର ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷିବାକୁ ଯାଉଅଛି। ଏହା ସହ ବେଦୀ କିମ୍ବା ଘରର ବାହାରେ ଦିଆଯାଉଥିବା ଝୋଟି ଉପରେ ଗାଈର ପାଦ ରଖିବା କିମ୍ବା ସେଠାରେ ଛିଡ଼ା ହେବା ବହୁତ ଶୁଭ ମାନା ଯାଇଥାଏ ଓ ଏହା ସଫଳତା ମିଳିବାର ସଂକେତ ଦେଇଥାଏ। ଗାଈର ସେବା କରିବା ଦ୍ୱାରା ପୁଣ୍ୟର ପ୍ରାପ୍ତି ହୋଇଥାଏ ଓ ସବୁ ପାପ ନଷ୍ଟ ହୋଇଯାଇଥାଏ। ଏହା ବ୍ୟତୀତ ଗାଈକୁ ଘରକୁ ଆସିବା ପରେ ତାକୁ ହାତରେ ଚଣା ଓ ଗୁଡ଼ ଖୁଆଇବା ଦ୍ୱାରା ମନୁଷ୍ୟର ଶୋଇ ରହିଥିବା ଭାଗ୍ୟ ଖୋଲି ଯାଇଥାଏ ଓ ଜୀବନରେ ଏପରି ବ୍ୟକ୍ତି ବହୁତ ଉନ୍ନତି କରିଥାଏ ଏବଂ ତାକୁ ପ୍ରତି ମୋଡ଼ରେ ସଫଳତା ମିଳିଥାଏ। ହେ ଦେବଶ୍ରୀ ନାରଦ, କେବେ ବି ଗାଈକୁ ଡେଇଁକରି ନ ଯିବା ଉଚିତ। ଯଦି ଆପଣ କୌଣସି ଶୁଭ କାର୍ଯ୍ୟରେ କିମ୍ବା କୌଣସି ନିଜର ବହୁତ ଜରୁରୀ କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଛନ୍ତି ଓ ରାସ୍ତାରେ ଆପଣଙ୍କୁ ଗାଈ ବସିଥିବାର ଦେଖାଦିଏ, ତେବେ କେବେ ବି ସେଇ ଗାଈକୁ ଡେଇଁକରି ନ ଯାଆନ୍ତୁ। ବହୁତ ସାରା ଲୋକ ଏପରି କରିଥାନ୍ତି ଯିଏକି ମଜାକରେ ଗାଈ ଉପରୁ ଡେଇଁକରି ଚାଲି ଯାଇଥାନ୍ତି। ଏହାଦ୍ୱାରା ଗାଈ ସହ ପିତୃଙ୍କ ଏବଂ ଦେବୀ ଦେବତାଙ୍କ ଅପମାନ ହୋଇଥାଏ ଓ ଏହା ଆପଣଙ୍କ ପାଇଁ ଅସଫଳତାର କାରଣ ବନିଥାଏ। ଗାଈର ପିଠିରେ ଥିବା କୁଜରେ ଦେବଗୁରୁ ବୃହସ୍ପତିଙ୍କ ବାସ ହୋଇଥାଏ ଏବଂ ସ୍ୱୟଂ ଭଗବାନ ନାରାୟଣଙ୍କ ବାସ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କ ଗୁରୁ ଦୁର୍ବଳ ଅଟେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ଲୋକଙ୍କୁ ପ୍ରତିଦିନ ଗାଈର ପିଠିରେ ଥିବା କୁଜ ଉପରେ ହାତ ବୁଲାଇବା ଉଚିତ। ଏହା ବି ମାନ୍ୟତା ରହିଛି କି ଗାଈର ବେକରେ ହାତ ବୁଲାଇବା ଦ୍ୱାରା ରକ୍ତଚାପ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ର ଅନୁସାରେ ଗାଈର ପିଠିରେ ହାତ ବୁଲାଇବା ଦ୍ୱାରା ଆପଣଙ୍କ ଗୁରୁ ଶକ୍ତିଶାଳୀ ହୋଇଥାଏ ଓ କାର୍ଯ୍ୟରେ ସଫଳତା ମିଳିଥାଏ। କଥାକୁ ଆଗକୁ ବଢ଼ାଇ ଦେବୀ ଲକ୍ଷ୍ମୀ କହିଲେ, ହେ ଦେବଶ୍ରୀ ନାରଦ, ଯେଉଁ ବ୍ୟକ୍ତି ପ୍ରତିଦିନ ଗାଈକୁ ରୁଟି ଖୁଆଇଥାଏ ସେହି ବ୍ୟକ୍ତିର କାର୍ଯ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଥାଏ। ତାର ଅଶୁଭ ଗ୍ରହ ମଧ୍ୟ ଶୁଭ ପ୍ରଭାବ ଦେବାରେ ଲାଗିଥାଏ। ଏହା ସହ ତାରି ଘରକୁ ଧନ ଆଗମନ ହେବାରେ ଲାଗିଥାଏ, କାରଣ ମାତା ଲକ୍ଷ୍ମୀଙ୍କ ଓ ତାଙ୍କରି କୁଳଦେବୀଙ୍କ ଆଶୀର୍ବାଦ ସର୍ବଦା ତାଙ୍କ ଉପରେ ବନି ରହିଥାଏ। ଯଦି ଆପଣଙ୍କ କୁଳଦେବୀ କିମ୍ବା ପିତୃ ଆପଣଙ୍କଠାରୁ ରୁଷ୍ଟ ଅଛନ୍ତି, ତେବେ ଆପଣ ନିତ୍ୟ ହିଁ ଗାଈକୁ ରୁଟି ଖୁଆନ୍ତୁ। ଏହାଦ୍ୱାରା ଆପଣଙ୍କ କୁଳଦେବୀ ଓ ଆପଣଙ୍କଠାରୁ ରୁଷ୍ଟ ଥିବା ପିତୃ ପ୍ରସନ୍ନ ହୋଇଯିବେ ଓ ଆପଣଙ୍କୁ ତାଙ୍କରି ଆଶୀର୍ବାଦ ପ୍ରାପ୍ତ ହେବ, ଯାହାଦ୍ୱାରା ଆପଣ ଦିନରାତି ଉନ୍ନତି କରିବେ। ଯଦି ସକାଳ ସମୟ କିମ୍ବା ଅନ୍ୟ ସମୟରେ ଗାଈ ନିଜର ଡାହାଣ ଗୋଡ଼କୁ ଆଗକୁ କରି ଆପଣଙ୍କ ଘର ଆଗରେ ବସିଥିବାର ଦେଖାଯାଏ, ତେବେ ବୁଝି ନିଅନ୍ତୁ କି ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିବେ ଓ ଆପଣଙ୍କ କୁଣ୍ଡଳୀରେ ଥିବା ସମସ୍ତ ଦୋଷ କଟିବାର ସଂକେତ ହୋଇଥାଏ। କଳା ଗାଈରେ ଶନି ଓ ଶୁକ୍ର ଦୁହିଁଙ୍କ ପ୍ରଭାବ ରହିଥାଏ। କଳା ଗାଈର ସେବା କରିବା ଦ୍ୱାରା ଏକାସାଥେ 3 ଗ୍ରହ ଶନି, ଶୁକ୍ର ଓ କେତୁଙ୍କ ଶୁଭ ପ୍ରଭାବ ପ୍ରାପ୍ତ ହୋଇଥାଏ। ଯଦି ଆପଣ ଶନି, ରାହୁ, କେତୁ କିମ୍ବା ଶୁକ୍ରର ପୀଡ଼ା ସହନ କରୁଛନ୍ତି, ତେବେ ପ୍ରତ୍ୟେକ ଶୁକ୍ରବାରକୁ କଳା ଗାଈକୁ ଚାରା ଖାଇବାକୁ ଦିଅନ୍ତୁ। ବାସ୍ତୁ ଅନୁସାରେ ଘରେ କାମଧେନୁ ଗାଈର ମୂର୍ତ୍ତି ରଖିବା ବହୁତ ଶୁଭ ମାନା ଯାଇଥାଏ। କାମଧେନୁ ଗାଈର ମୂର୍ତ୍ତି ଘରେ ରଖିବା ଦ୍ୱାରା ସୁଖ ସମୃଦ୍ଧି ଆସିଥାଏ ଓ ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ। ଯଦି ଆପଣ ସ୍ୱପ୍ନରେ କଳା ଗାଈ ଦେଖିଥାନ୍ତି, ତେବେ ଏହା ମଧ୍ୟ ବହୁତ ଶୁଭ ସଂକେତ ହୋଇଥାଏ। ଏହି ସ୍ୱପ୍ନ ଶତ୍ରୁଙ୍କ ଉପରେ ବିଜୟ, ରୋଗରୁ ମୁକ୍ତି ଓ ନୂଆ ସମ୍ଭାବନାର ପ୍ରତୀକ ଅଟେ। ବିଶେଷ ରୂପରେ କଳା ଗାଈକୁ ଶନି ଦେବଙ୍କ ସହ ଯୋଡ଼ା ଯାଇଥାଏ। ଧାର୍ମିକ ଗ୍ରନ୍ଥ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ଗାଈକୁ ରୁଟି ଖୁଆଇବା ଦ୍ୱାରା ଜୀବନରେ କେତେକ ସକାରାତ୍ମକ ପରିବର୍ତ୍ତନ ଆସିଥାଏ। ଏହା କେବଳ ଏକ ଧାର୍ମିକ ପରମ୍ପରା ନୁହଁ, ବଲ୍କି ଏହାର ପଛରେ ଗଭୀର ଜ୍ୟୋତିଷୀୟ ରହସ୍ୟ ଲୁଚି ରହିଛି। ଗାଈ ସମୃଦ୍ଧି, ମାତୃତ୍ୱ ଓ ଧରିତ୍ରୀ ମାତାର ପ୍ରତୀକ ଅଟେ। ଗାଈକୁ ଧରିତ୍ରୀ ମାତାଙ୍କ ସମାନ ମାନାଯାଇଥାଏ, ଯାହା ସବୁ ଜୀବଙ୍କୁ ପୋଷଣ ପ୍ରଦାନ କରିଥାଏ। ଗାଈର କ୍ଷୀର, ଦହି, ଘିଅ, ଗୋବର ଓ ମୂତ୍ରକୁ ସବୁଠାରୁ ପବିତ୍ର ମାନାଯାଇଥାଏ ଓ ଏହାର ଉପଯୋଗ ବିଭିନ୍ନ ଧାର୍ମିକ ଓ ଆୟୁର୍ବେଦରେ ବ୍ୟବହାର କରାଯାଇଥାଏ। ପୁଣି ଦେବୀ ଲକ୍ଷ୍ମୀ କହିଲେ, ହେ ଦେବଶ୍ରୀ ନାରଦ, ଏବେ ଶୁଣନ୍ତୁ ଗାଈର କେଉଁ ଅଙ୍ଗରେ କେଉଁ ଦେବତା ବାସ କରିଥାନ୍ତି। ହେ ଦେବଶ୍ରୀ ନାରଦ, ଗାଈର ମୁଖରେ 4 ବେଦର ନିବାସ ରହିଛି। ସିଂହରେ ଭଗବାନ ଶିବଙ୍କ ବାସ ରହିଛି। ମସ୍ତକରେ ବ୍ରହ୍ମାଙ୍କ ନିବାସ ଥିବାବେଳେ ସିଂହର ଆଗକୁ ଥିବା ଭାଗରେ ଭଗବାନ ଇନ୍ଦ୍ରଙ୍କ ବାସ ରହିଛି। କାନରେ ଅଶ୍ୱିନୀ କୁମାର ଓ ଆଖିରେ ସୂର୍ଯ୍ୟ ଓ ଚନ୍ଦ୍ର ବାସ କରିଥାନ୍ତି। ଗାଈର ଦାନ୍ତରେ ଗରୁଡ଼ ଓ ଜିଭରେ ସରସ୍ୱତୀ ବାସ କରିଥାନ୍ତି। ଏହା ସହ ଗାଈର ମୂତ୍ର ସ୍ଥାନରେ ଗଙ୍ଗା ଓ ଦକ୍ଷିଣ ପାର୍ଶ୍ୱରେ ବରୁଣ ଏବଂ କୁବେର ବାସ କରିଥାନ୍ତି। ବାମ ପାର୍ଶ୍ୱରେ ମହାବଳୀ ଯକ୍ଷ ଓ ପୃଷ୍ଠଭାଗରେ
ଯମରାଜ ବାସ କରିଥାନ୍ତି। ଗାଈର ଗୋଡ଼ର ପଛ ଭାଗରେ ଅପ୍ସରମାନେ ଓ ମୁଖ ଭିତରେ ଗନ୍ଧର୍ବ ବାସ କରିଥାନ୍ତି। ଗାଈର ନାସିକାର ଅଗ୍ର ଭାଗରେ ସର୍ପ ଓ ଗୋବରରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି। ଗାଈର ମୂତ୍ରରେ ଭବାନୀ ଓ ସ୍ତନରେ ସମୁଦ୍ର ରହିଥିବା ବେଳେ ଲାଙ୍ଗୁଡ଼ରେ ହନୁମାନ ନିବାସ କରିଛନ୍ତି। ଏହା ବ୍ୟତୀତ ଗାଈର କୁଜରେ ଭଗବାନ କାର୍ତ୍ତିକେୟଙ୍କ ନିବାସ ରହିଛି। ଏହି କାରଣରୁ ଗାଈକୁ ହିନ୍ଦୁ ଧର୍ମରେ ଏକ ପୂଜନୀୟ ପଶୁ ମାନାଯାଇଥାଏ। ଆପଣ ଯଦି ସକାଳୁ ଗାଈର ପାଦ ଛୁଅନ୍ତି ତେବେ ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ କାମଧେନୁ ଗାଈ ଓ ବାଛୁରୀର ମୂର୍ତ୍ତିକୁ ରଖିବା ବହୁତ ଶୁଭ ମାନାଯାଇଥାଏ। ଏହି କାରଣରୁ ବାସ୍ତୁର ଅନୁସାରେ ଠିକ୍ ଦିଗ ଓ ସ୍ଥାନ ଉପରେ ମୂର୍ତ୍ତି ରଖିବା ଦ୍ୱାରା ଘରେ ସକାରାତ୍ମକ ଊର୍ଜା ଓ ସୌଭାଗ୍ୟର ଆଗମନ ହୋଇଥାଏ। ଶାସ୍ତ୍ରରେ ଗୋମାତାକୁ ସାକ୍ଷାତ ଈଶ୍ୱରଙ୍କ ଅବତାର ମାନାଯାଇଛି। ଘରେ ଗାଈ ରଖିବା ଦ୍ୱାରା ଐଶ୍ୱର୍ଯ୍ୟ ଆଶୀର୍ବାଦ ସହିତ ଘରେ ଅପାର ସୁଖ ସମୃଦ୍ଧି ଓ ଶାନ୍ତି ମଧ୍ୟ ଆଗମନ ହୋଇଥାଏ। କଥାକୁ ସମାପ୍ତ କରି ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଆଶା କରୁଛି ଏହି କଥାର ମାଧ୍ୟମରେ ଆପଣଙ୍କୁ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ମିଳିଯାଇଥିବ। ଦେବର୍ଷି ନାରଦ କହିଲେ, ହେ ଦେବୀ, ଆପଣଙ୍କ ଏହି କଥା ଶୁଣି ମୁଁ ଧନ୍ୟ ହୋଇଗଲି। ଆପଣଙ୍କ ଏହି କଥାର ମାଧ୍ୟମରେ ମୋତେ ମୋରି ସବୁ ପ୍ରଶ୍ନର ଉତ୍ତର ମିଳିଗଲା। ହେ ଦେବୀ, ଆପଣଙ୍କ ଏହି କଥାକୁ ମୁଁ ପୁରା 3 ଲୋକରେ ବିଖ୍ୟାତ ଅବଶ୍ୟ କରିବି। ବନ୍ଧୁଗଣ, ଆଶା କରୁଛି ଏହି କଥାଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ଏହି କଥାଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିଦିଅନ୍ତୁ। ଏହା ସହ ଭିଡ଼ିଓକୁ ଲାଇକ୍ କରି ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।